नमस्कार आज्ञा आपण मन कुमार संबलपुरी न्यूज रे बहुत रु बहुत स्वागत करूछे। आज वीडियो रे जन्मा आसुन पीएम किसान योजना हिताधिकारी मानकर लागि गुटे अपडेट आसी सारी छे। आपण माने जदी पीएम किसान रो हिताधिकारी अछन, आपण माने जदी पीएम किसान टंका पाउछन बेले निहाती भाबे थोरे वीडियोटा फास्ट टू लास्ट पर्यंत विजिट करूं। आपण माने जानि पारबे पीएम किसान रो केन अपडेटटा आज आसी सारी छे। जे देखुन जेन माने पीएम किसान रो टंका पाउछन समस्तक लागि अपडेटटा आसी छे। निहाती भाबे आपण माने थोरे जानि देबार कथा। तो चलून जेनटा कि पेपर माध्यम रे अपडेटटा आसी सारी छे। मुई आपनकर सामना रे पेपरटा पढी कर सुनि दउछे। आपण माने थोरे देखि दुन पेपरटा देखि दउछे। देखला परे ही आपण मानकु विश्वास लागबा भरोसा लागबा और सत कथा कि असत कथा जे आपण माने जानि पारबे। तो चलून जेमा टॉपिक ऊपर के देखुन आज्ञा एटा होउछे से पेपरटा आसी सारी छे जेनटा कि लेखा हिचे ए मानक अकाउंट को आसीबनी किसान निधि योजना रो 22 तम किस्ती। चासी भाई माने जानंतु एही जरूरी कथा। पेपरटा देखि पारुथिबे ओडिसा भास्कर अछि, टाइमटा 12:59 PM अछि, डेटटा 16 डिसेंबर 2025 अछि। तो पेपरटा होउछे देखुन देखले तापर काना लेखा हिचे आसुन जारी नेमा। प्रधानमंत्री किसान सम्मान निधि योजना देशर लक्ष लक्ष चाषीक पई एक गुरुत्वपूर्ण आश्वस्ति प्रमाणित हेउछि। ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ସେମାନଙ୍କର ଚାଷ ଆବଶ୍ୟକତା ଯେପରିକି ବହନ, ସାର, କୀଟନାଶକ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତିବର୍ଷ 3ଟି କିସ୍ତିରେ 6,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଚାଷୀମାନେ ପ୍ରତ୍ୟେକ ଥର ଏହି କିସ୍ତି ପ୍ରଦାନ ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 22ତମ କିସ୍ତି ସମ୍ପର୍କରେ ପୁଣି ଥରେ ଆଲୋଚନା ଜୋର ଧରିଛି। ନୂତନ ବର୍ଷ 2024 ଆରମ୍ଭରେ ଚାଷୀମାନେ ଖୁସି ଖବର ପାଇବେ ବୋଲି ଆଶା କରାଯାଉଛି। ପୂର୍ବ 21ତମ କିସ୍ତି 19 ନଭେମ୍ବର 2025ରେ ଜାରି କରାଯାଇଥିଲା, ଯେଉଁଥିରେ ଦେଶର 9 କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 2,000 ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ଚାଷୀମାନେ ପରବର୍ତ୍ତୀ କିସ୍ତିର ତାରିଖ ଜାଣିବାକୁ ଆଗ୍ରହୀ। ଯଦିଓ ସରକାର ଏପର୍ଯ୍ୟନ୍ତ 22ତମ କିସ୍ତି ପାଇଁ କୌଣସି ସରକାରୀ ତାରିଖ ଘୋଷଣା କରିନାହାନ୍ତି, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସରକାର ଫେବୃଆରୀ 2026 ଶେଷ ସୁଦ୍ଧା ପରବର୍ତ୍ତୀ କିସ୍ତି ଜାରି କରିପାରନ୍ତି। ଯଦି ଏହା ହୁଏ ତେବେ ଏହା ଚାଷୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ। ହେଲେ ଏହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ କେଉଁ ଚାଷୀମାନେ 22ତମ କିସ୍ତି ପାଇବେ ନାହିଁ, ଯାହାଦ୍ୱାରା ସେମାନେ ମଧ୍ୟ ସମୟ ମଧ୍ୟରେ ଆବଶ୍ୟକୀୟ ପରିବର୍ତ୍ତନ କରିପାରିବେ। ସରକାର ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ ଯଦି ଜଣେ ଚାଷୀ ଏହି ଯୋଜନା ଅନୁଯାୟୀ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କ କିସ୍ତିକୁ ରୋକି ଦିଆଯାଇପାରେ। ଏହା ବିଭିନ୍ନ କାରଣ ଯୋଗୁଁ ଦେୟର ବିଳମ୍ବ ହୋଇପାରେ, ଯେପରିକି ଇକେଓସି ପୂରା ହୋଇନଥିଲେ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ଇକେଓସି ପୂରଣ କରିନାହାନ୍ତି ସେମାନେ 21ତମ କିସ୍ତିର ଲାଭ ପାଇବେ ନାହିଁ। ସରକାର ଇକେଓସିକୁ ବାଧ୍ୟତାମୂଳକ କରିଛନ୍ତି। ଯଦି ଆପଣଙ୍କର ଇକେଓସି ଅସମ୍ପୂର୍ଣ୍ଣ ଥାଏ ତେବେ ପରବର୍ତ୍ତୀ କିସ୍ତି ଆପଣଙ୍କ ଆକାଉଣ୍ଟରେ ଜମା ହେବ ନାହିଁ। 2 ନମ୍ବରରେ ଅଛି ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ନଥିଲେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଟଙ୍କା ସିଧାସଳଖ ଡିବିଟି ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ ହୋଇନାହିଁ କିମ୍ବା ଡିବିଟି ସେବା ସକ୍ଷମ ହୋଇନାହିଁ, ତେବେ ଟଙ୍କା ସ୍ଥାନାନ୍ତରିତ ହେବ ନାହିଁ। ଚାଷୀମାନେ ପ୍ରାୟତଃ ଭୁଲ ଆକାଉଣ୍ଟ ନମ୍ବର, ଆଇଏଫ୍ଏସି କୋଡ୍ କିମ୍ବା ବ୍ୟାଙ୍କ ନାମ ପ୍ରବେଶ କରନ୍ତି। ଏହା ଫଳରେ କିସ୍ତି ମଧ୍ୟ ଅଟକିପାରେ। ତେଣୁ ସମୟ ମଧ୍ୟରେ ଆପଣଙ୍କର ବ୍ୟାଙ୍କ ବିବରଣୀ ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ। 4 ନମ୍ବରରେ ରହୁଛି ହିତାଧିକାରୀ ତାଲିକାରୁ ଆପଣଙ୍କର ନାଁ ଉଡ଼ିଯିବା। ଯଦି କୌଣସି କାରଣରୁ ଆପଣଙ୍କର ନାଁ ହିତାଧିକାରୀ ତାଲିକାରୁ ବାଦ ଦିଆଯାଏ, ତେବେ ଆପଣ ଆପଣଙ୍କ କିସ୍ତି ପାଇବେ ନାହିଁ। ଏହା ଏକ ସାମାନ୍ୟ ତ୍ରୁଟି, ଡକୁମେଣ୍ଟସ ଅପଡେଟ୍ ନ ହେବା କିମ୍ବା ସୂଚନାରେ ମେଳ ନଥିବାରୁ ହୋଇପାରେ। 5 ନମ୍ବରରେ ରହୁଛି ଚାଷୀ ପଞ୍ଜୀକରଣର ଅଭାବ। ସରକାର ଏବେ ଚାଷୀ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି। ଆଗକୁ କେବଳ ସେହି ଚାଷୀମାନେ ଯେଉଁମାନଙ୍କର ନାମ ଚାଷୀ ପଞ୍ଜୀକରଣରେ ପଞ୍ଜୀକୃତ ହୋଇଛି ସେମାନେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ। ଆପଣଙ୍କର ନାଁ ଏବଂ ସ୍ଥିତି କିପରି ଯାଞ୍ଚ କରିବେ? ଚାଷୀମାନେ pmkisan.government.in ୱେବସାଇଟରେ ପରିଦର୍ଶନ କରି ଘରେ ବସି ସେମାନଙ୍କର ନାଁ ଆଉ ସ୍ଥିତି ଯାଞ୍ଚ କରିପାରିବେ। ସେମାନେ ଲାଭାର୍ଥୀ ସ୍ଥିତି ଅଧୀନରେ ସେମାନଙ୍କ ସ୍ଥିତି ମଧ୍ୟ ଯାଞ୍ଚ କରିପାରିବେ। ଦେଖୁନ ଆପଣମାନେ ଜାଣି ସାରିଛନ୍ ପିଏମ କିଷାନ ଯୋଜନାର ପଇସାଟା ଯେନ୍ ମିଲଛି ଇ କଥା ସବୁ କିସ୍ତିରେ କୁହାଯାଇଛି। କେନ୍ କଥା ଯେ କେୱାଇସି ନିହାତି ଭାବେ ରଖବାର କଥା, ଖାତା ଆପଣଙ୍କ ଡିବିଟି ଚାଲବାର କଥା। ଯଦି ଏ ସବୁ ନେଇ ହେଉଛି ବୋଲେ ଆପଣଙ୍କ ପଇସାଟା ଅଟକି ଯିବାର ସମ୍ଭାବନା ବି ରହୁଛି। ଆଉ ଗୋଟେ ଯେନ୍ଟା କି ଅନେକ ଲୋକର
डॉक्यूमेंट्स अपडेट नहीं करबार, अपडेट नहीं कले भी एंता हेसी पैसा अटकी जाइसी, बहुत लोग अटकी जाउछे जानिथिबे। तो सेति लागि जेन माने 21 नंबर किस्ती पाइछन आपण माने थोड़े स्टेटस चेक करि दुन, आपनकर स्टेटस रे आपनकर पीएम किसान रे केवाईसी ठीक अछि कि नैनो चेक करूँ, आपनकर खाता ठीक अछि कि नैनो चेक करूँ, आके आपनकर जेन कृषक ओडिशा बनैछन से कृषक ओडिशा रे आपनकर जमी विवरण ठीक अछि कि नैनो अपडेट चेक करूँ। जदि ठीक अछि आपण माने आके पैसा पाइबा के जाउछन, और जदि ठीक नैनो आपण माने जेते जल्दी पारुछन सेते जल्दी चेक करूँ, आपनकर पैसा आसीपारे। और जदि नहीं ठीक करुछन बेले जदि किछु भूल भाल रहुछे बेले हुए तो आगे आपनकर पैसाटा अटकी जिबार संभावना रही।